କାହିଁକି ଫେବୃଆରୀ 14ରେ ପାଳନ କରାଯାଏ ଭାଲେଣ୍ଟାଇନ୍ସ ଡେ? ଜାଣନ୍ତୁ ଭାଲେଣ୍ଟାଇନ୍ସ ଡେର ଇତିହାସ ଏବଂ ତାର ବିଶେଷତା ଉପରେ। ଫେବୃଆରୀ ହେଉଛି ପ୍ରେମ ମାସ। ପ୍ରେମୀମାନେ ବର୍ଷସାରା ଏହି ମାସକୁ ଅପେକ୍ଷା କରନ୍ତି। ଆପଣ କାହାକୁ ପସନ୍ଦ କରନ୍ତି ଏବଂ ଆପଣଙ୍କ ହୃଦୟରୁ ସେମାନଙ୍କ ଭାବନାକୁ ପ୍ରକାଶ କରିବାକୁ ଚାହାନ୍ତି, କିମ୍ବା ଆପଣଙ୍କ ପ୍ରେମକୁ ପ୍ରକାଶ କରିବାକୁ ଏକ ବିଶେଷ ଉତ୍ସବ ଖୋଜୁଛନ୍ତି, କିମ୍ବା ଆପଣଙ୍କ ସାଥୀଙ୍କ ସହିତ କିଛି ମୁହୂର୍ତ୍ତ ବିତାଇବାକୁ, ଏହି ମାସଟି ଆପଣଙ୍କ ପାଇଁ ବହୁତ ଭଲ, କାରଣ ଫେବୃଆରୀ 14କୁ ଭାଲେଣ୍ଟାଇନ୍ସ ଭାବରେ ପାଳନ କରାଯାଏ। ଏଥିସହିତ ଭାଲେଣ୍ଟାଇନ୍ ଡେକୁ ସ୍ୱତନ୍ତ୍ର କରିବା ପାଇଁ ଲୋକମାନେ କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ତେବେ ଫେବୃଆରୀ 14କୁ କାହିଁକି ଭାଲେଣ୍ଟାଇନ୍ ଡେ କୁହାଯାଏ? ଜାଣନ୍ତୁ ତାହାର ଇତିହାସ। ଭାଲେଣ୍ଟାଇନ୍ସ ଡେର କାହାଣୀ ରୋମର ଜଣେ ସନ୍ଥଙ୍କ ଉପରେ ଆଧାରିତ। ତାଙ୍କର ନାଁ ସେଣ୍ଟ ଭାଲେଣ୍ଟାଇନ୍ ଥିଲା। 270 ଖ୍ରୀଷ୍ଟାବ୍ଦରେ ରୋମର ରାଜା କ୍ଲାଉଡିୟସ୍ ସମ୍ପୂର୍ଣ୍ଣ ପ୍ରେମ ବିରୋଧୀ ଥିଲେ। ସେ ମଧ୍ୟ ପ୍ରେମ ବିବାହକୁ ଦୃଢ଼ ବିରୋଧ ମଧ୍ୟ କରୁଥିଲେ। କ୍ଲାଉଡିୟସ୍ ବିଶ୍ୱାସ କରୁଥିଲେ ଯେ ପ୍ରେମକୁ ପ୍ରୋତ୍ସାହିତ କଲେ ଏହା ରୋମର ସୈନିକମାନଙ୍କ ଧ୍ୟାନ ଭଙ୍ଗ କରିବ। ଏଥିପାଇଁ ରୋମର ସୈନ୍ୟବଳ ଦୁର୍ବଳ ହୋଇଯିବ। ଏମିତିକି ରାଜା କ୍ଲାଉଡିୟସ୍ ମଧ୍ୟ ସୈନିକମାନଙ୍କ ବିବାହ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସେଣ୍ଟ ଭାଲେଣ୍ଟାଇନ୍ଙ୍କ କାହାଣୀ, ଯେଉଁଠି ଗୋଟିଏ ପରଶ କ୍ଲାଉଡିୟସ୍ ପ୍ରେମକୁ ବିରୋଧ କରୁଥିଲେ, ସେଠାରେ ଅନ୍ୟପଟେ ସେଣ୍ଟ ଭାଲେଣ୍ଟାଇନ୍ ଖୋଲାଖୋଲି ଭାବରେ ପ୍ରେମର ପ୍ରଚାର କରୁଥିଲେ। ଏନେଇ ସେଣ୍ଟ ଭାଲେଣ୍ଟାଇନ୍ କେବଳ କ୍ଲାଉଡିୟସ୍ଙ୍କ ବିଚାରଧାରାକୁ ନେଇ ଭୁଲ ପ୍ରମାଣିତ କରିନାହାନ୍ତି। ରାଜାଙ୍କ ବିରୁଦ୍ଧରେ ଯାଇ ସେ ଅନେକ ବିବାହ ମଧ୍ୟ କରିଥିଲେ। ଏହି କାରଣରୁ ରାଜା କ୍ଲାଉଡିୟସ୍ ସେଣ୍ଟ ଭାଲେଣ୍ଟାଇନ୍ଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ଏବଂ ଭାଲେଣ୍ଟାଇନ୍ଙ୍କୁ ଫେବୃଆରୀ 14ରେ ଫାଶୀ ଦିଆଯାଇଥିଲା। ଏହାପରେ ଏହି ଦିନ ରୋମ୍ ସମେତ ସମଗ୍ର ବିଶ୍ୱରେ ପ୍ରେମ ଦିବସ ପାଳନ ପରିଚିତ ହୋଇଥିଲା। ଭାଲେଣ୍ଟାଇନ୍ ଡେ ପାଳନ କରିବା ଦ୍ୱାରା ସମଗ୍ର ବିଶ୍ୱରେ ଆରମ୍ଭ ହେଲା ଭାଲେଣ୍ଟାଇନ୍ସ ଡେ। ତେବେ ଫେବୃଆରୀ 14ରେ କ୍ଲାଉଡ୍ ଭାଲେଣ୍ଟାଇନ୍ସ ଡେକୁ ଫାଶୀ ଦେଇଥିଲେ। ସେଥିପାଇଁ ଫେବୃଆରୀ 14କୁ ବିଶ୍ୱର ଭାଲେଣ୍ଟାଇନ୍ ଡେ ହିସାବରେ ପାଳନ କରାଯାଏ। ତେବେ ଭାଲେଣ୍ଟାଇନ୍ ଡେ ରୋମର ଫେଷ୍ଟିଭାଲକୁ ଭାଲେଣ୍ଟାଇନ୍ ଡେ ଆରମ୍ଭ ହୋଇଥିଲା। ଖ୍ରୀଷ୍ଟାବ୍ଦ 496ରେ ବିଶ୍ୱର ପ୍ରଥମ ଭାଲେଣ୍ଟାଇନ୍ ଡେ ପାଳନ କରାଯାଇଥିଲା। ଏହାପରେ 5ମ ଶତାବ୍ଦୀରେ ରୋମର ପୋପ୍ ଜାଲାଇସସ୍ ଫେବୃଆରୀରେ 14 ସେଣ୍ଟ ଭାଲେଣ୍ଟାଇନ୍ ଫେବୃଆରୀରେ ସେମାନେ ଭାଲେଣ୍ଟାଇନ୍ ଡେ ପାଳନ କରିଥିଲେ। ଏଥିପାଇଁ ବହୁତ ପ୍ରଚାର ପ୍ରସାର ମଧ୍ୟ ହେଉଛି ଏବଂ ଫେବୃଆରୀ 14କୁ ଭାଲେଣ୍ଟାଇନ୍ସ ରୂପରେ ପାଳନ କରାଯାଉଛି ଏବଂ ପ୍ରେମୀମାନେ ବହୁତ ଉତ୍ସାହର ସହିତ ଏହାକୁ ପାଳନ ମଧ୍ୟ କରୁଛନ୍ତି।